ନମସ୍କାର। ସକାଳର ବଡ଼ ଖବର, ସକାଳର ଲାଟେଷ୍ଟ ଅପଡେଟ୍। ବାଂଲାଦେଶରେ ଥମୁନି ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର। ବାରମ୍ବାର ହିନ୍ଦୁଙ୍କୁ ହତ୍ୟା କରାଯାଉଛି। 18 ଦିନରେ ପ୍ରାୟ 6 ଜଣ ହିନ୍ଦୁଙ୍କୁ ହତ୍ୟା କରିସାରିଲେଣି ବାଂଲାଦେଶୀ। କ'ଣ ପାଇଁ ତାଙ୍କର ହିନ୍ଦୁଙ୍କ ଉପରେ ଏତେ ରାଗ? କ'ଣ ପାଇଁ ସୁଯାଉଛନ୍ତି ଦାଉ ହିନ୍ଦୁଙ୍କ ଉପରେ? 18 ଦିନରେ ପ୍ରାୟ 6 ଜଣ ହିନ୍ଦୁଙ୍କୁ ମାରି ସାରିଲା ପରେ ବି ତାଙ୍କ ରାଗ ଶାନ୍ତ ହେଉନି। ବାରମ୍ବାର ହିନ୍ଦୁଙ୍କ ଉପରେ ବଦଲା ନେଉଛନ୍ତି, ବାରମ୍ବାର ହିନ୍ଦୁଙ୍କୁ କୁଠାର ହାଟ କରୁଛନ୍ତି, ବାରମ୍ବାର ହିନ୍ଦୁଙ୍କୁ ହତ୍ୟା କରି ସୁଯାଉଛନ୍ତି ରାଗ। ପ୍ରଥମେ ଦୀପୁ ଚନ୍ଦ୍ର ଏବଂ ପରେ ପରେ ଆହୁରି 5 କିଏ କିଏ ରହିଲେ ଚାଲନ୍ତୁ ଜାଣିବା ବିସ୍ତୃତ ସୂଚନା। ଯଦି ଦେଖିବା, ପ୍ରଥମେ ଦୀପୁ ଚନ୍ଦ୍ର ଦାସ ଏବଂ ପରବର୍ତ୍ତୀ ସମୟରେ ଜଣେ ତେଜରାତି ଦୋକାନୀ ମନି ଚକ୍ରବର୍ତ୍ତୀ ଏବଂ ତାପରେ ଯଦି ଦେଖିବା ଡିସେମ୍ବର 24ରେ ଅମୃତ ମଣ୍ଡଲ ନାମକ ଜଣେ ହିନ୍ଦୁ ବ୍ୟକ୍ତି ଏବଂ ପରବର୍ତ୍ତୀ ସମୟରେ ଚତୁର୍ଥ ନମ୍ବରରେ ଦେଖିବା ଯଦି ଖୋକନ ଚନ୍ଦ୍ର ଦାସ ଏବଂ 5 ନମ୍ବରରେ ଯଦି ଦେଖିବା ରାଣା ପ୍ରତାପ ଯିଏକି ଜଣେ ଖବରକାଗଜର ସମ୍ପାଦକ ଥିଲେ, ତାଙ୍କୁ ମଧ୍ୟ ସଂଘବଦ୍ଧ ଭାବରେ ଆକ୍ରମଣ କରି ମାରି ଦିଆଯାଇଥିଲା। ଏବଂ ପରବର୍ତ୍ତୀ ସମୟରେ ଯଦି ଦେଖିବା ନରସିଂହଡ଼ି ଜିଲ୍ଲାର ଜଣେ ହିନ୍ଦୁ ମିଶାଇ ଟୋଟାଲ ସର୍ବମୋଟ 6 ଜଣ। କ'ଣ ପାଇଁ ତାଙ୍କର ଏତେ ରାଗ? କ'ଣ ପାଇଁ ହିନ୍ଦୁଙ୍କ ଉପରେ ତାଙ୍କର ଏତେ କ୍ରୋଧ, ଯାହାଦ୍ୱାରା କି ବାରମ୍ବାର ଜଣକ ପରେ ଜଣେ 6 ଜଣକ ହିନ୍ଦୁଙ୍କୁ ମାରି ସାରିଲେଣି ବାଂଲାଦେଶୀ। ଏଭଳି ସ୍ଥଳରେ କ'ଣ ସରକାର ଦାୟିତ୍ୱ କ'ଣ ପାଇଁ ନେଉନାହାନ୍ତି? ସରକାର କ'ଣ ପାଇଁ ଏମାନଙ୍କ ରାଗ ଥମଉନାହାନ୍ତି? ତାକୁ ନେଇ ବଡ଼ ପ୍ରଶ୍ନ। କ'ଣ ସତରେ ବାଂଲାଦେଶୀ ସରକାର ନୀରବ ଭାବରେ ପଥର ପାଲଟି ଯାଇଛନ୍ତି, ନା ସରକାର ଦାୟିତ୍ୱହୀନତାକୁ ନେଇ ବଡ଼ ପ୍ରଶ୍ନ। ଏବେ ଭାରତ ସରକାର କ'ଣ ପାଇଁ, ଭାରତର ପ୍ରଧାନମନ୍ତ୍ରୀ ଏ ପାଇଁ କାହିଁକି ନେଉନାହାନ୍ତି କିଛି ଦୃଢ଼ କାର୍ଯ୍ୟାନୁଷ୍ଠାନ? ତାକୁ ନେଇ ମଧ୍ୟ ଅନେକଙ୍କ ମନରେ ପ୍ରଶ୍ନ। ସକାଳର ବଡ଼ ଖବର, ସକାଳର ଲାଟେଷ୍ଟ